ଦେଶରେ ବହୁ ସଂଖ୍ୟାରେ ରହିଛି ବ୍ୟାଙ୍କ ଖାତା, ଯେଉଁଥିରେ ଦୀର୍ଘ ବର୍ଷ ଧରି କୌଣସି କାରବାର ହେଉନାହିଁ। ସେଥିରେ ପଡ଼ି ରହିଥିବା ଅର୍ଥ ରାଶିକୁ କେହି ଦାବି ମଧ୍ୟ କରୁନାହାନ୍ତି। ଏହି ସମସ୍ୟାର ସମାଧାନ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ ବ୍ୟାଙ୍କଗୁଡ଼ିକ ପ୍ରତିବର୍ଷ ଅଚଳ ଖାତାର ସମୀକ୍ଷା କରିବେ। 1 ବର୍ଷରୁ ଅଧିକ ସମୟ ଧରି କାରବାର ହେଉନଥିବା ଖାତାଗୁଡ଼ିକୁ ସେଥିପାଇଁ ବିଚାରକୁ ନିଆଯିବ। ଚଳିତ ବର୍ଷ ଏପ୍ରିଲ 1ରୁ ସମସ୍ତ ବାଣିଜ୍ୟ ଓ କୋଅପରେଟିଭ ବ୍ୟାଙ୍କ ଲାଗି ଏହା ଲାଗୁ ହେବ। ପରିପକ୍ତ ହୋଇଥିବା ଫିକ୍ସଡ ଡିପୋଜିଟ୍ ଜମା ଖାତାଗୁଡ଼ିକୁ ମଧ୍ୟ ସମୀକ୍ଷା ଲାଗି ବିଚାରକୁ ନିଆଯିବ। କୌଣସି ଖାତା ଅଚଳ ଘୋଷିତ ହେଲେ ବ୍ୟାଙ୍କଗୁଡ଼ିକ ତାହା ଉପରେ ଆଉ ସର୍ବନିମ୍ନ ବାଲାନ୍ସ ଲାଗି ଜୋରିମାନା ଲାଗୁ କରିପାରିବେ ନାହିଁ। ଅଚଳ ଖାତାରେ ହେଉଥିବା ଠକେଇକୁ ରୋକିବା, ଅଭିଯୋଗ ସମସ୍ୟା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଖାତା ଖୋଲିଥିବା ଗ୍ରାହକ କିମ୍ବା ନୋମିନି ଏବଂ ସମ୍ପର୍କୀୟକୁ ଚିହ୍ନଟ କରି ଖାତା ବନ୍ଦ କରାଯିବା ପ୍ରକ୍ରିୟା ଆରମ୍ଭ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏହି ମାର୍ଗଦର୍ଶିକା ଜାରି କରିଛି। ଯେଉଁ ଖାତାରେ 1 ବର୍ଷରୁ ଅଧିକ ସମୟ ଧରି କୌଣସି କାରବାର ହେଉନାହିଁ, ସେହି ବିଷୟରେ ବ୍ୟାଙ୍କଗୁଡ଼ିକ ଚିଠି, ମେଲ୍ସ, SMS ଜରିଆରେ ଗ୍ରାହକଙ୍କୁ ସୂଚନା ଦେବେ। କାରବାର ନହେଲେ ଖାତା ଅଚଳ ହୋଇଯିବ ବୋଲି ସେମାନେ